ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ସଂଗଠନ ରୂପାୟନ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର 155ତମ ଜୟନ୍ତୀ ବାଲେଶ୍ୱର ସହରର ଷ୍ଟେସନ କ୍ଲବ ପରିସରରେ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ। ଗାନ୍ଧୀଙ୍କ ଆଦର୍ଶ ତଥା ଅହିଂସା ତଥା ମାନବବାଦ ଦର୍ଶନ ସମଗ୍ର ବିଶ୍ୱକୁ ଏକ ନୂତନ ଆଲୋକରେ ଆଲୋକିତ କରିଥିଲା। ଜଣେ ଯୁଗପୁରୁଷ ଭାବେ ତାଙ୍କର ଅହିଂସା ଆନ୍ଦୋଳନ ହିଁ ଇଂରେଜ କବଳରୁ ପରାଧୀନ ଭାରତକୁ ମୁକ୍ତ କରିପାରିଥିଲା ବୋଲି ଶ୍ରୀ ଷଡ଼ଙ୍ଗୀ ମତ ଦେଇଥିଲେ। ଅନ୍ୟର ଜ୍ଞାନ ଚୋରି କରିକି ସାର୍ଟିଫିକେଟ ନେବାକୁ ଗାନ୍ଧୀ ଚାହିଁଲେ ନାହିଁ। କେତେ ବୟସ ହେଇଥିଲା? 5 ବର୍ଷ 7 ବର୍ଷ 8 ବର୍ଷ। ସେଥିପାଇଁ ମୋହନ ଦାସରୁ ମହାତ୍ମାରେ କଲା। ଆମର ପିଲାମାନଙ୍କୁ ଆମେ ଉତ୍ତମ ସଂସ୍କାର ଦେବା ପରିବର୍ତ୍ତେ ତାଙ୍କୁ ଚାଲାକି ଶିଖିବା ଦ୍ୱାରା ସେମାନେ ଫାର୍ଷ୍ଟ କ୍ଲାସ୍ ପାସ୍ ହେଇପାରିବ, କିନ୍ତୁ ଗାନ୍ଧୀ ଗୋପକୁ ନେଇପାରିବେ। ସେଥିପାଇଁ ପିଲାମାନଙ୍କୁ ଉଚ୍ଚତର ଆଦର୍ଶର ମୂଲ୍ୟବୋଧ ଶିକ୍ଷା ଦେବା ମା ମାନଙ୍କର କାମ। ପିଲା ଯଦି ଆସିକି କହିଲା ମୁଁ ଆଜି ଦେଖି କବି କରିକି ପୁରା ଫାଷ୍ଟ ହେଇଯାଇଛି, ମା ସେଠି ତାକୁ ବୁଝେଇବା କଥା ଯେ ଅନୁଚିତ ମାର୍ଗରେ ଫାଷ୍ଟ ହେବା ଅପେକ୍ଷା ଫେଲ୍ ହେବା ଭଲ। ମାଷ୍ଟର ବି କବି କହୁଛନ୍ତି, ଜଣ ଯେମିତି ତାଙ୍କ କପି କରି ଫାଷ୍ଟ କ୍ଲାସ୍ ଦେବାକୁ ଚାହିଁଲେ ଏମିତି କରୁଛନ୍ତି, ସେଟା ବି ବହୁତ ଗର୍ବିତ କାର୍ଯ୍ୟ, ନିନ୍ଦନୀୟ କାର୍ଯ୍ୟ। ଏହିପରି ଉଚ୍ଚତର ମୂଲ୍ୟବୋଧ ମା ବାପା କହିଛି ମାତୃକୁ ଦେଇ ପଡ଼ିବ। ଗାନ୍ଧୀଜୀ ତାଙ୍କ ଜୀବନରେ 2ଟା ନାଟକ ଦ୍ୱାରା ବହୁତ ପ୍ରଭାବିତ। ଶ୍ରବଣ କୁମାର, ହରିଶ୍ଚନ୍ଦ୍ର, ଏ 2ଟା ନାଟକ ତାଙ୍କ ଜୀବନରେ ଦିଗ ନିର୍ଦ୍ଦେଶ କରିଦେଲା। ଏ 2ଟା ନାଟକର ବିଶେଷତା କ'ଣ ଥିଲା? ଗୋଟେ ନାଟକ ଥିଲା ସତ୍ୟର ଆରାଧନା। ସତ୍ୟ ପାଇଁ ସ୍ତ୍ରୀକୁ ନିଲାମ କରିଦେଲେ, ପୁଅକୁ ଛାଡ଼ିଦେଲେ, କଠୋର ପରିଶ୍ରମ, ଅତ୍ୟନ୍ତ କଠିନ ପରୀକ୍ଷା ଭିତରେ ଦେଇକରି ସତ୍ୟର ଆରାଧନା କରୁଥିବା ରାଜା ହରିଶ୍ଚନ୍ଦ୍ର ରାଜ ସିଂହାସନ ଛାଡ଼ିଦେଲେ ସତ୍ୟ ପାଇଁ ସତ୍ତାକୁ, ଐଶ୍ୱର୍ଯ୍ୟକୁ, ସବୁ ଭୋଗ ସୁଖକୁ ତ୍ୟାଗ କରିବାର ମୂର୍ତ୍ତିମାନ ରାଜା ହରିଶ୍ଚନ୍ଦ୍ର। ଆଉ ଗୋଟେ ନାଟକର ମୂଲ୍ୟବୋଧ ଥିଲା ମାତୃପିତୃ ସେବା, ଯାହା ପାଇଁ ସମର୍ପିତ ଶ୍ରବଣ କୁମାର କାନ୍ଧରେ ବହିକିରି ସାରା ଦେଶ ବୁଲେଇଲେ। ବିଶିଷ୍ଟ ସ୍ତମ୍ଭକାର ତଥା ପ୍ରାବନ୍ଧିକ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗାନ୍ଧୀଜୀଙ୍କ ମାନବବାଦୀ ଆଦର୍ଶର ବାସ୍ତବ ସ୍ୱରୂପରେ ରାମରାଜ୍ୟର ସ୍ୱପ୍ନ ସାର୍ଥକ ହୋଇପାରିବ ବୋଲି କହିଥିଲେ। କବି ପ୍ରଶାନ୍ତ ଦାସ, କବି ଅଭୟ ଦାସ, କବି କାଳୀପଦ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସେଇଥିପାଇଁ ତ ଶୈଶବର ଶ୍ରବଣ କୁମାର କଥା, ହରିଶ୍ଚନ୍ଦ୍ର ନାଟକ ଗାନ୍ଧୀଙ୍କୁ ଏତେ ପ୍ରଭାବିତ କରିଥିଲା। ଗୋଟିଏ ଗୋଟିଏ ଗ୍ରନ୍ଥର ପ୍ରଭାବ ଗୋଟିଏ ଗୋଟିଏ ଶୈଶବରୁ ଜୀବନକୁ ବିକଶିତ କରେ, ଯେଉଁ ଜୀବନ ପରବର୍ତ୍ତୀ ସମୟରେ ଏକ ପରିଚୟ ସୃଷ୍ଟି କରେ। ମଣିଷର ଅନୁଭବ ଯେତେବେଳେ ଭାବ ହୁଏ, ଭାବ ଯେତେବେଳେ ସ୍ୱଭାବ ହୁଏ, ସ୍ୱଭାବ ଯେତେବେଳେ ବିଭବ ହୁଏ, ମଣିଷ ସେତେବେଳେ ବୁଦ୍ଧ ହେଇଯାଏ ଏବଂ ବୁଦ୍ଧରୁ ପ୍ରବୁଦ୍ଧକୁ ଯାତ୍ରା କରେ। ମଣିଷଟି ଯେତେବେଳେ ପ୍ରବୁଦ୍ଧ ହୋଇଯାଏ ଅତି ସାଧାରଣ ହୋଇଯାଏ। ଯେତିକି ମାନବିକ ମୂଲ୍ୟବୋଧ ଥିବା ଗୁଣ, ସ୍ନେହ, ଦୟା, ପ୍ରେମ, ଶାନ୍ତି ଏସବୁ ଆପେ ଆପେ ମଣିଷ ମନକୁ ଛୁଏଁ, ମଣିଷକୁ ଆଣିବାକୁ ପଡ଼େ ନାହିଁ। ଏକଥା ଆମକୁ ଗାନ୍ଧୀ ଶିଖେଇଛନ୍ତି। ସଂଗଠନର ପ୍ରତିଷ୍ଠାତା ଶ୍ରଦ୍ଧାଞ୍ଜଳି ରାୟ ଏଥିରେ ସଭାପତିତ୍ୱ କରିବା ସହିତ ସତ୍ୟ, ଧର୍ମ, ଅହିଂସା, ସତ୍ୟାଗ୍ରହ ସହ ସର୍ବୋଦୟ ନୀତି ହିଁ ଗାନ୍ଧୀଙ୍କୁ ମହାତ୍ମା କରିପାରିଛି ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ନିଜ ନିଜର ସର୍ଜନାତ୍ମକ ତଥା ଗଠନାତ୍ମକ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡକ୍ଟର ଭାଗବତ ବେହେରା, କବି ସିନ୍ଧୁ ସେନ, କଥାକାର ଉଦୟ ଦାସ, ବିଶିଷ୍ଟ ସ୍ତମ୍ଭକାର ଲଳିତେନ୍ଦୁ ପାଲଲୌଡ଼ି, ସମାଜସେବୀ ମମତା ସାହୁ, ଶିଳ୍ପପତି ମିହିର ଦାସ, ସମାଜସେବୀ ପ୍ରମିଳା ବେହେରା, ସମାଜସେବୀ ଲଳିତା ମଞ୍ଜରୀ ବେହେରା, ସାମ୍ବାଦିକ ରଘୁନାଥ ନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ରୂପାୟନ ଆନୁକୂଲ୍ୟରେ ପୂର୍ବରୁ ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ ତର୍କ, ସଙ୍ଗୀତ ଏବଂ ନୃତ୍ୟ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସଭା କାର୍ଯ୍ୟ ପ୍ରାରମ୍ଭରେ କବି ମଧୁସୂଦନ ମିଶ୍ର ଅତିଥିଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ ତାପସ କୁମାର ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସଭା ପରେ ରୂପାୟନର ସଙ୍ଗୀତ ଏବଂ ନୃତ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସମବେତ ସଙ୍ଗୀତ ପରିବେଷଣ କରିଥିଲେ। ବାଲେଶ୍ୱର ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।